ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟସ୍ଥ କୁଡ଼ୁମି ଭବନଠାରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭୁବନ ବିହାରୀ ସାହୁଙ୍କ ସଭାପତିତ୍ୱରେ ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀର ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରାରମ୍ଭିକ ଭୋଟର ଲିଷ୍ଟ ବିଷୟରେ ଆଲୋଚନା କରି ସମସ୍ତ ବ୍ଲକ ଓ ମ୍ୟୁନିସିପାଲିଟି ସଭାପତିମାନଙ୍କୁ ଭୋଟର ଲିଷ୍ଟ ପ୍ରଦାନ କରାଯାଇଛି। ଏଥିସହିତ ଛାତ୍ରମାନଙ୍କ ବିଭିନ୍ନ ସମସ୍ୟା ବିଶେଷ ଭାବେ ପ୍ରଶ୍ନପତ୍ର ବାରମ୍ବାର ଲିକ୍, ଛୋଟ ଛୁଆଙ୍କ ଓଡ଼ିଆ ବହିରେ 1700ରୁ ଉର୍ଦ୍ଧ୍ୱ ଭୁଲ ବିବରଣୀ, ଚାଷୀମାନଙ୍କ ସାର ଦର ଅହେତୁକ ଦର ବୃଦ୍ଧି, ଡାକ୍ତରଖାନାରେ ନିମ୍ନମାନର ଔଷଧ, ପେଟ୍ରୋଲରେ 20 ଭାଗ ଇଥେନଲ୍ ମିଶ୍ରଣ, ରାଇରଙ୍ଗପୁର, କରଞ୍ଜିଆ ଓ ବମ୍ବେ ଛକଠାରେ ଉଠା ଦୋକାନୀମାନଙ୍କର ଥଇଥାନ ନ କରି ଜନବିରୋଧୀ କାର୍ଯ୍ୟ ବିରୁଦ୍ଧରେ ଆଲୋଚନା କରି ଆଗାମୀ ଦିନରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା। ଉକ୍ତ ବୈଠକରେ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ପ୍ରହଲ୍ଲାଦ ପୂର୍ତ୍ତି, ବରିଷ୍ଠ ନେତା ଅନନ୍ତଚରଣ ଖୁଣ୍ଟିଆ, ଜିଲ୍ଲା ସମ୍ପାଦକ ବସନ୍ତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତ୍ରୀ ହେଲେନା ବାଗେ, BL1 ବେରେଲ ସିକ୍କା, ଜିଲ୍ଲା ଉପସଭାପତି ମହମ୍ମଦ ଅଲ୍ଲୀ ଖାନ, ଜିଲ୍ଲା କୋଷାଧ୍ୟକ୍ଷ ଜାକିର ହୁସେନ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟ ସମ୍ପାଦକ ରୂପକ ମହାନ୍ତି, ଜିଲ୍ଲା ସମ୍ପାଦକ ଚିତ୍ତବିକାଶ ମହାପାତ୍ର, ମାନସିଂ ସୋରେନ, ସାରସକଣା ବ୍ଲକ ସଭାପତି ତରୁଣ କୁମାର ଗିରି, ରାଇରଙ୍ଗପୁର ବ୍ଲକ ସଭାପତି ସୀମାଲ ମାଝୀ, ଉପସଭାପତି ପଣେଶ ମଣ୍ଡଲ, ଯୁବ ନିର୍ବାଚନ ମଣ୍ଡଳୀ ସଭାପତି ପିଥ ମୁର୍ମୁ, ରାଇରଙ୍ଗପୁର ଟାଉନ ସଭାପତି ଅମର ପ୍ରଧାନ, ଦେଓ ହେମ୍ରମ, ଜାମଦା ବ୍ଲକ ସଭାପତି ସବ୍ୟସାଚୀ ଖୁଣ୍ଟିଆ, ଧୀରାଇ ସୋରେନ, ବହଲଦା ବ୍ଲକ ସଭାପତି ଆଲୋକ ବରାଳ, ଉପସଭାପତି ଅସିତ ସାମନ୍ତରାୟ, ଉପସଭାପତି ଅଭିନବ ମହାନ୍ତି, ତିରିଙ୍ଗ ବ୍ଲକ ସଭାପତି ଭାଗୀରଥୀ ପାତ୍ର, ଅନୁପ ସୋରେନ, କୁସୁମୀ ବ୍ଲକରୁ ପ୍ରଦୀପ ମହାକୁଡ଼, ବିଶୋଇ ବ୍ଲକରୁ BL2 ରବୀନ୍ଦ୍ର ନନ୍ଦ, ସଦାନନ୍ଦ ଗିରି, ଲକ୍ଷ୍ମଣ ନାୟକ, ସୋନାଲି ବିରୁଆ, ବିଜାତଳା ବ୍ଲକରୁ BL1 ଖେଲାରାମ ମୁର୍ମୁ, ଦୁବରାଜ ମୁର୍ମୁ, ଜିତ ରାୟ ମାହାଲି, କୃଷକ ସେଲ ସଭାପତି କିଶୋର ମହାନ୍ତ ଓ ଜିଲ୍ଲା ଲେବର ୟୁନିୟନ ଉପସଭାପତି ଅମର ସିଂ ମହାନ୍ତ ତଥା ବହୁ କର୍ମୀ ଓ ସଂଗଠକ ଯୋଗ ଦେଇଥିଲେ। ପରିଶେଷରେ ବିଜାତଳା ବ୍ଲକ ବିଧାୟକ ପ୍ରାର୍ଥୀ ବେରେଲ ସିକ୍କା ଧନ୍ୟବାଦ ଅର୍ପଣ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।